ଜୟ ସାଙ୍ଗମାନେ ଚାଲନ୍ତୁ ଆମେ ଆଜି ଆରମ୍ଭ କରିବା ନବମ କ୍ଲାସ୍ ବୀଜଗଣିତ ବହିରେ ଥିବା ସେଟ୍ ବିଷୟକୁ। ପ୍ରଥମେ ଦେଖିବା ସେଟ୍ରେ କେତୋଟି ପଦ୍ଧତି ଅଛି। ସେଟ୍ରେ ପ୍ରଥମେ ଦୁଇଟି ପଦ୍ଧତି ଅଛି, ଗୋଟେ ତାଲିକା ପଦ୍ଧତି ଆଉ ଗୋଟେ ସୂତ୍ର ପଦ୍ଧତି। ତାଲିକା ପଦ୍ଧତିକୁ କେମିତି ଆମର ଲେଖାଯାଏ ନା ଏସ୍ଏ ଇଜ୍ ଇକ୍ୱାଲ୍ ଟୁ ଏ ବି ସି ଡି, ତାର ସବୁ ଗଣନ ସଂଖ୍ୟା ମାନଙ୍କୁ ଏଇଭଳି ହିସାବରେ ଲେଖାଯାଏ। ଆଉ ସୂତ୍ର ପଦ୍ଧତିରେ କିପରି ଲେଖାଯାଏ ନା ତାର ଲେଖାଯାଏ ଏକ୍ସ ସଚ୍ ଦ୍ୟାଟ୍ ଏକ୍ସ, ଇଂରାଜୀ ବର୍ଣ୍ଣମାଳାର 4ଗୋଟି ବର୍ଣ୍ଣ ଯାହା ଯେତିକି ଥିବ ସେଇଭଳିଆ ହିସାବରେ ରଖିକି ଲେଖାଯାଏ। ତ ସସୀମ ସେଟ୍ ଏବଂ ଅସୀମ ସେଟ୍, ସେକେଣ୍ଡରେ ହେଉଛି ସସୀମ ସେଟ୍ ଏବଂ ଅସୀମ ସେଟ୍। ତା ବିଷୟରେ ଚାଲନ୍ତୁ ଆମେ କିଛି ଜାଣିବା। ତ ସସୀମ ସେଟ୍ କାହାକୁ କୁହାଯିବ ଏବଂ ଅସୀମ ସେଟ୍ କାହାକୁ କୁହାଯିବ। ସସୀମ ସେଟ୍ କାହାକୁ କହିବା ନା ଯଦି କୌଣସି ସେଟ୍ର ଉପାଦାନ ଗୁଡ଼ିକୁ ଗୋଟି ଗୋଟି କରି ଗଣିଲେ ଗଣନ ପ୍ରକ୍ରିୟାର ପରିସମାପ୍ତି ଘଟେ ତେବେ ଉକ୍ତ ସେଟ୍ଟି ସସୀମ ସେଟ୍। ଯେମିତିକି ଯଦି ଗୋଟେ ସେଟ୍ 1ରୁ 100 ପର୍ଯ୍ୟନ୍ତ ଥିବ କି 1ରୁ 10 ପର୍ଯ୍ୟନ୍ତ ଥିବ ଏବଂ ଆମେ ଗଣିଲେ ତାର ପରିସମାପ୍ତି ହେଉଥିବ ତାହେଲେ ତାକୁ କୁହାଯିବ ସସୀମ ସେଟ୍। ଏବଂ ଅସୀମ ସେଟ୍ କାହାକୁ କୁହାଯିବ ନା ଅସୀମ ସେଟ୍ ତାହାକୁ କୁହାଯିବ ଯେଉଁ ସେଟ୍ର ଯଦି କୌଣସି ସେଟ୍ର ଉପାଦାନ ଗୁଡ଼ିକୁ ଗୋଟି ଗୋଟି କରି ଗଣିଲେ ଗଣନ ପ୍ରକ୍ରିୟାର ପରିସମାପ୍ତି ଘଟି ନଥାଏ ତେବେ ତାହାକୁ ଆମେ କ'ଣ କହିବା ନା ଅସୀମ ସେଟ୍ ବୋଲି କହିବା। ଯଦି ଆମେ 1ରୁ ଆରମ୍ଭ କରିକି ଯଦି ସେଇଭଳିଆ କଣ୍ଟିନ୍ୟୁଅସଲି ଚାଲିଥିବ ତାହେଲେ ତାକୁ ଆମେ କ'ଣ କହିବା ନା ଅସୀମ ସେଟ୍ ବୋଲି କହିବା। ତାପରେ ଟ୍ରିପୁଲ୍ ଆଇରେ ଆସୁଛି ଆମର ଶୂନ୍ୟ ସେଟ୍। ଶୂନ୍ୟ ସେଟ୍ ଯେଉଁଟାକି ଫାଏ କ'ଣ ଶୂନ୍ୟ ସେଟ୍ କ'ଣ ନା ଯଦି କୌଣସି ସେଟ୍ ଉପାଦାନ ବିହୀନ ତେବେ ସେହି ସେଟ୍କୁ ଶୂନ୍ୟ ସେଟ୍ କୁହାଯାଏ। ଏହାର ଉପାଦାନ ସଂଖ୍ୟା 0, ଯେଉଁ ସେଟ୍ର ଉପାଦାନ ସଂଖ୍ୟା 0 ବା କିଛି ନ ଆସେ ତାହାକୁ ଆମେ ଶୂନ୍ୟ ସେଟ୍ ବୋଲି କହିପାରିବା ଏବଂ ତାକୁ ଆମେ ଲେଖିପାରିବା ଫାଏ ଆକାରରେ ଲେଖିପାରିବା, ଫାଏ ଦ୍ୱାରା ସୂଚିତ କରିପାରିବା। ତାପରେ ଇଏ ଆସୁଛି କ'ଣ ନା ସବସେଟ୍। କ'ଣ ନା ସବସେଟ୍ ଯେଉଁଟାକି ସବସେଟ୍ ତାକୁ ସେଇଟା କ'ଣ କୁହାଯିବ ନା ଏ ଓ ବି ଯଦି ଦୁଇଟା ସେଟ୍ ହେବ, ଏ ଆଉ ବି ଯଦି ଦୁଇଟା ସେଟ୍ ହୁଏ, ଏ ଓ ବି ସେଟ୍ ଦ୍ୱୟ ମଧ୍ୟରେ ଥିବା ଯଦି ଏ ସେଟ୍ର ପ୍ରତ୍ୟେକ ଉପାଦାନ ବି ସେଟ୍ର ଉପାଦାନ ହୋଇଥାଏ ତେବେ ଏକୁ ବିର ସବସେଟ୍ କୁହାଯାଏ। କ'ଣ ନା ଏ ଓ ବି ସେଟ୍ ଦ୍ୱୟ ମଧ୍ୟରେ ଯଦି ଏ ସେଟ୍ର ପ୍ରତ୍ୟେକ ଉପାଦାନ ଏଇ ସେଟ୍ର ଯଦି ପ୍ରତ୍ୟେକ ଉପାଦାନ ବି ସେଟ୍ରେ ଥାଏ, ଯଦି ଏ ଦୁଇଟାଙ୍କର ସମାନ ହେଇଯାଏ ସେଟ୍ର ଉପାଦାନ ଗୁଡ଼ିକ ତାହେଲେ ତାକୁ ଏଟାକୁ ବିର ସବସେଟ୍ ବୋଲି ଆମେ କହିବା। ତ ଏଟାକୁ କେମିତି ଲେଖାଯିବ ନା ଏ ସବସେଟ୍ ବି, ଏଇ ଟାଇପ୍ରେ ଲେଖାଯିବ ବା ପ୍ରକାଶ କରାଯିବ। ତାପରେ ନେକ୍ସଟ ପଏଣ୍ଟ ହେଲା କ'ଣ ନା ଦୁଇଟି ସେଟ୍ର ସମାନତା। କିପରି ଦୁଇଟା ସେଟ୍ର ସମାନତା ରକ୍ଷା କରିବ ନା କ'ଣ ନା ଏ ଓ ବି ସେଟ୍ ଦ୍ୱୟର ଏ ସବସେଟ୍ ବି କିମ୍ବା ବି ସବସେଟ୍ ଏ ହେଲେ ଏ ଓ ବି ସେଟ୍ ଦ୍ୱୟ ସମାନ, ଅର୍ଥାତ୍ ଏ ଇଜ୍ ଇକ୍ୱାଲ୍ ଟୁ ବି। କାହିଁକିନା ଏର ଉପାଦାନ ବିର ଉପାଦାନ ସହିତ ସମାନ, ସେଥିପାଇଁ ଏ ସବସେଟ୍ ବି ହେବ, ନହେଲେ ବି ସବସେଟ୍ ଏ ହେବ, ନହେଲେ ଏଟାକୁ ଆମେ ଲେଖିପାରିବା ଏ ଇଜ୍ ଇକ୍ୱାଲ୍ ଟୁ ବି ଆକାରରେ ଲେଖିପାରିବା। ତାପରେ ଦେଖିବା କ'ଣ ନା ବ୍ୟାପକ ସେଟ୍। କ'ଣ ନା ବ୍ୟାପକ ସେଟ୍ ଏଇଟା କାହାକୁ କହିବା ନା ଯଦି ଏକ ନିର୍ଦ୍ଦିଷ୍ଟ ସେଟ୍ ଇର ଉପସେଟ୍ କିମ୍ବା ଯେକୌଣସି ବସ୍ତୁ ଏକ ନିର୍ଦ୍ଦିଷ୍ଟ ସେଟ୍ ଇର ଉପାଦାନ ହୁଏ ତେବେ ସେହି ସେଟ୍କୁ ବ୍ୟାପକ ସେଟ୍ କୁହାଯାଏ। ଯଦି ନିର୍ଦ୍ଦିଷ୍ଟ ଉପାଦାନ ବା ନିର୍ଦ୍ଦିଷ୍ଟ ଇର ଉପସେଟ୍ କିମ୍ବା ଯେକୌଣସି ବସ୍ତୁ ଏକ ନିର୍ଦ୍ଦିଷ୍ଟ ସେଟ୍ ଇର ଉପାଦାନ ହୁଏ ତାହେଲେ ତାକୁ ବ୍ୟାପକ ସେଟ୍ ବୋଲି କୁହାଯିବ। ସାଧାରଣତଃ ବ୍ୟାପକ ସେଟ୍ ଇକୁ ଆୟତ ଚିତ୍ର ଦ୍ୱାରା ଓ ଏହାର ଉପସେଟ୍ ମାନଙ୍କୁ ଆବଦ୍ଧ କ୍ଷେତ୍ର ଦ୍ୱାରା ବା ବୃତ୍ତାକାର କ୍ଷେତ୍ର ଦ୍ୱାରା ସୂଚିତ କରାଯାଏ। ଯଦି ଏନ୍ ଏକ ଗଣନ ସଂଖ୍ୟା ହୁଏ ତାହେଲେ ଏନ୍ ସଂଖ୍ୟାର ସେଟ୍ ହେଲା କ'ଣ ନା ଏନ୍ ଷ୍ଟାର ଏବଂ ଡବ୍ଲୁ କ'ଣ ନା ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସେଟ୍ ଏବଂ ଜେଡ୍ ହେଲା ପୂର୍ଣ୍ଣ ସଂଖ୍ୟାର ସେଟ୍ ଯେଉଁଟାକି ଏସ୍ ଏ ଇଜ୍ ଇକ୍ୱାଲ୍ ଟୁ 1/n ସଚ୍ ଦ୍ୟାଟ୍ ଏନ୍ ବଡ଼ ଏନ୍ ସାନ ଏନ୍ ସରି। ତାପରେ ଏଟା କ୍ୟୁକୁ ବ୍ୟାପକ ସେଟ୍ ଇ ରୂପରେ ନିଆଯାଏ। ଏଠାରେ ଏନ୍ ଏ ଡବ୍ଲୁ ଜେଡ୍ ଓ ଏସ୍ ଏ ପ୍ରତ୍ୟେକ କ୍ୟୁର ଗୋଟିଏ ଗୋଟିଏ ଉପସେଟ୍ ଅଟନ୍ତି। ସେଥିପାଇଁ କ'ଣ ଲେଖାଯିବ ନା ଏନ୍ ଏ ଉପସେଟ୍ ଇ ସବସେଟ୍ ଇ, ଡବ୍ଲୁ ସବସେଟ୍
ଇ ଏସ୍ ଏ ସବସେଟ୍ ଇ। ତ ମୁଁ ଆଶା କରିବି ଆପଣମାନେ ଯେତିକି ମୁଁ ପଢ଼େଇଲି ସେତିକି ଭଲ ଭାବରେ ବୁଝିପାରିଥିବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।